ଲଗ୍ଜରିୟସ୍ କ୍ୱାର୍ଟର କରାଯାଇଛି ପୁରା ଲଗ୍ଜରିୟସ୍ କ୍ୱାର୍ଟର କରାଯାଇଛି। ଏଇଟା ଦୁର୍ନୀତିରେ ମାନେ କରାଯାଇଛି। ଏଇଟା ସବୁଆଡ଼େ ଲୋକମତନକୁ ଆସିଲାଣି, ତେଣୁ ଗଣମାଧ୍ୟମ ସେ ଅନୁସାରେ କହି ଚାଲିଛି। ତେଣୁ ଆମେ ନାଇଁ ଆଜ୍ଞା ନାଇଁ ଆଜ୍ଞା ନାଇଁ ଆଜ୍ଞା ଏମିତି ସରକାରୀ କ୍ୱାର୍ଟର କେବେ ଆମେ ଦେଖିନୁ ସାର୍। ବହୁତ ଡିଫରେନ୍ସ ପୁରା। ତେଣୁ ଲଗ୍ଜରିୟସ୍ ଟାଇପ୍ର କ୍ୱାର୍ଟରଟା ହେଇଛି। ନାଇଁ ଆଜ୍ଞା ନାଇଁ ଆଜ୍ଞା ସରକାରୀ କ୍ୱାର୍ଟର କେବେ ତାଲା ପକାଇ ରଖି ହେବନି। ଏଠି ତାଲା ପଡ଼ା ପଡ଼ିଛି ଆଜ୍ଞା। ହଁ ବିଜେଡି ସମ୍ପାଦକ ଥିଲେ। ବହୁତ ଦୁର୍ନୀତି ଏଥିରେ କରାଯାଇଛି ଆଜ୍ଞା। ଆଜ୍ଞା ଆମରି ପଇସା ନା, ତାଙ୍କ ପଇସା କୋଉଠି ଆସିଲା? ଆମର ସାଧାରଣ ଲୋକଙ୍କ ପଇସା। ଏମିତି ଦୁର୍ନୀତି ବିଳାସ ବିଳାସନ କରିଥିଲେ 25 ବର୍ଷ ହେଲା ବିଳାସ ବିଳାସନ କରୁଛନ୍ତି। ଆଜି ନାହିଁ 25 ବର୍ଷ ହେଲା ଚଲେଇଥିଲେ। ତେଣୁ ଆଜି ଯାହା ଭଗବାନଙ୍କ ଆଶୀର୍ବାଦରେ ସରକାର ଚେଞ୍ଜ କରାହେଇଛି, ତେଣୁ ସେଇ ଅନୁସାରେ ସେମାନେ ଧରା ପଡ଼ୁଛନ୍ତି। ଆଜ୍ଞା ହଁ ଭାଙ୍ଗି ପାରିବେ ସେଇଟା ନୁହଁ ଆଜ୍ଞା 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 ସେ ଭଗବାନଙ୍କ ଆଶୀର୍ବାଦ ଧରା ପଡ଼ିବେ, ଅଟୋମେଟିକ୍ ଧରା ପଡ଼ିବେ। ଯିଏ ଦୁର୍ନୀତି କରିବେ ସେ ମନକୁ ଧରା ପଡ଼ିବ। ଚୋର ଘରେ କେତେବେଳେ ଅନ୍ଧାର ନାହିଁ, ଦିନେ ଦିନେ ଆଲୁଅ ହବ। ଲୋକମାନେ ପବ୍ଲିକ ପଇସା ଯେଉଁ ଭଳିଆ ଧୂଳିସାତ ହେଇଛି, ତାକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେ ଯେଉଁଠି ତାକୁ ଏବେ ବି ଗିରଫ କରାଯାଉ। କାହିଁ ପବ୍ଲିକଙ୍କ ପଇସା ଗିରଫ ମାନେ ପବ୍ଲିକଙ୍କ ପଇସା ଲୁଟିକି ନେଇକି ଏତେ ବଡ଼ ମହଲ ବନେଇଛନ୍ତି, ଯେଉଁଟାକି ଗଭର୍ଣ୍ଣମେଣ୍ଟ କ୍ୱାର୍ଟରରେ କିଛି ଗଭର୍ଣ୍ଣମେଣ୍ଟର ନିୟମ ନାହିଁ ଯେ ଏଭଳିଆ ବନେଇବା। ଜଣେ କୋଟି କୋଟି ଟଙ୍କା ମାନେ ଖର୍ଚ୍ଚ କରିଛନ୍ତି, ଯେଉଁ ଖର୍ଚ୍ଚ କି ମାନେ ଅଟକଳ କରିହେଉନି। ତା ଭିତରେ ଯଦି ଅଣ୍ଡରଗ୍ରାଉଣ୍ଡ କରାହେଲା, ତା ଭିତରେ ଯଦି ସୁଇମିଂ ପୁଲ୍ କରାହେଲା, ଏସବୁ ଜିନିଷଟା କରିବାର କ'ଣ ଆବଶ୍ୟକତା ଥିଲା? ଏମାନେ ପଇସା କାହା ପଇସା? ମାନେ ଆମ ପଇସା, ଆମ ପବ୍ଲିକଙ୍କ ପଇସା। କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ସରକାର ଏପର୍ଯ୍ୟନ୍ତ ବସିଛନ୍ତି କ'ଣ ପାଇଁ? ପୋଲିସ ଡିପାର୍ଟମେଣ୍ଟ ନା ନା ସମସ୍ତଙ୍କ ଇଙ୍ଗିତରେ ଏ ଜିନିଷ ହେଇଛି। ହୁଏତ ମାନେ ଟୋଟାଲ ସରକାର ପୁରା ଏଥିରେ ହାତ ଥିଲା। ଯଦି ନୂଆ ସରକାର ଆସିଲା, ମାନେ କର୍ଡନ ତାଙ୍କର କ୍ୱାର୍ଟର ଭିତରେ ଚାବି ଭଙ୍ଗା ଯାଉ, ମିଡିଆ ବାଲାଙ୍କୁ ପୁରା ଯାଉ, ପବ୍ଲିକ ପ୍ଲେସକୁ ଅଣାଯାଉ, କ'ଣ ଆକ୍ଚୁଆଲି ସତଟା ଜଣାପଡ଼ିଯିବ। ପାଣି କ୍ଷୀର ଅଲଗା ହେଇଯିବ। ତା ଭିତରେ ବହୁତ ଦୁର୍ନୀତି ଚାଲିଥିବ ନିଶ୍ଚିତ, ଯେ କି ମାନେ ଆମେ ଆଶା କରାଉ ଯେ ବହୁତ ଦୁର୍ନୀତି ଚାଲିଥିବ। 25 ବର୍ଷ ସବୁ ହେଇପାରିଥାଏ। ଯେ 25 ବର୍ଷ ସରକାର ମାନେ 3ଟା କ୍ୱାର୍ଟର କ'ଣ ପାଇଁ ଭାଙ୍ଗି ରଖିବାର କ'ଣ ଆବଶ୍ୟକତା ଥିଲା? 3ଟା କ୍ୱାର୍ଟର ଭାଙ୍ଗି ରଖିବାର ଅଛି, ତାକୁ ସରକାର ଦେଖିପାରୁନଥିଲା ନା ପ୍ରଶାସନ କ'ଣ ଦେଖିପାରୁନଥିଲା? ଫେର କେଉଁ ଦୂର ହେଇଥାନ୍ତା? ଆପଣ ସେକ୍ରେଟାରୀକୁ ଲାଗିଛି କ୍ୱାର୍ଟର, ଏ କ୍ୱାର୍ଟର କ'ଣ ଜାଣିପାରୁନଥିଲେ ନା? ଡିପାର୍ଟମେଣ୍ଟ ଯିଏ ଡିପାର୍ଟମେଣ୍ଟ ଦେଖୁନଥିଲା। ଏଇଟା ତ ମାନେ 25 ବର୍ଷ ତ ଅହଙ୍କାର ତ ବହୁତ ସବୁଠୁ ବଡ଼ କଥା। ସେଟା ତ ସବୁଠୁ ବଡ଼ କଥା, ଅହଙ୍କାର ତ ବଡ଼ କଥା। କିନ୍ତୁ 25 ବର୍ଷ ଭିତରେ ସେ କ'ଣ ମାନେ ଆପଣ ଯିଏ ଡିପାର୍ଟମେଣ୍ଟ ଦେଖୁଥିବ ନା ଦେଖୁନଥିବ? ନିଶ୍ଚୟ ଯିଏ ଡିପାର୍ଟମେଣ୍ଟ ଦେଖୁଥିବ ନା କେବେ ନୁହେଁ। ଏଇଟା ତ ଯିଏ ଡିପାର୍ଟମେଣ୍ଟ ଆଲଟମେଣ୍ଟ ପଇସା ଆସିଥିବ ନା। ଯିଏ ଡିପାର୍ଟମେଣ୍ଟ ଯେଉଁ ଆଲଟମେଣ୍ଟ ହେଲା ତାକୁ ଗୋଟେ ଆଟିଏ ଅନୁଯାୟୀ ଦେଖିଥାନ୍ତେ ଯେ କେତେ ପଇସା ଖର୍ଚ୍ଚ ହେଉଛି, ଗୋଟେ କ୍ୱାର୍ଟର କେତେ ପଇସା ମାନେ ଇଏ କରାଯାଇ ପାରିବ। ସେ ଡିପାର୍ଟମେଣ୍ଟ କାହିଁକି ଯିଏ ଡିପାର୍ଟମେଣ୍ଟ ବସିଥିଲା କ'ଣ ପାଇଁ? ଏଇଟା ସମସ୍ତଙ୍କ ଇଙ୍ଗିତରେ ହେଇଛି। ଏଇଟା କାହାର ପବ୍ଲିକ ଏଇଟା ମାନେ ଏଇଟା ସରକାର ପୁରା ଟୋଟାଲ ଇଙ୍ଗିତରେ ହେଇଛି। ସରକାରକୁ ଛାଡ଼ିକି ମାନେ କରିନାହାନ୍ତି, ସରକାର ଇଙ୍ଗିତରେ ଜିନିଷଟା ହେଇଛି। ଥିଲେ ନିଶ୍ଚିନ୍ତ 25 ବର୍ଷ ସରକାର ଯିଏ 25 ବର୍ଷ ରହିବ ତାର ନିଶ୍ଚିନ୍ତ ଆଧିପତ୍ୟ ରହିବ। ତେଣୁ ସେଇ ହିସାବରେ ହିଁ ସେମାନେ କରିଛନ୍ତି। ହଁ ନିଶ୍ଚିନ୍ତ ଧରା ପଡ଼ିବାର ଭୟ ଅଛି। ତା ଭିତରେ କ'ଣ ବି ହେଇପାରିଥାଏ ତା ବି କେହି କହିପାରିବ? ଓନ୍ଲି ମିଡିଆ ବାଲା ପ୍ରଶ୍ନ ହିଁ ଜାଣିପାରିବେ। ତେଣୁ ତା ଭିତରେ ବି ବିଭିନ୍ନ ଜିନିଷ ବି ହେଇପାରିଥାଏ। ଯେହେତୁ ଗୋଟେ ଅଣ୍ଡରଗ୍ରାଉଣ୍ଡ କରିବା କ'ଣ ଆବଶ୍ୟକତା ଥିଲା? କିନ୍ତୁ ଆବଶ୍ୟକତା ନଥିଲା। ଜଣେ ଘରେ ରହିବାର, ଜଣେ ସାଧାରଣ ଗୋଟେ କୁଡ଼ିଆ ଭିତରେ ରହିପାରୁଛି, ତେଣୁ ଗୋଟେ ଭାଙ୍ଗି ଦେଉଛନ୍ତି। ଗୋଟେ ଲୋକ ତା ଭିତରେ ସୁଇମିଂ ପୁଲ୍ କରାହେଲା, ତା ଭିତରେ ଇଏ କରାହେଲା, ସେଠି କ'ଣ ଦେଖିପାରୁନଥିଲେ? ଏଇଟା ନିଶ୍ଚିନ୍ତ ମାନେ ଆದ್ರೆ ବହୁତ ବଡ଼ ଲୋକମାନଙ୍କର ହାତ ଅଛି, ଯେଉଁଟାକି ବଡ଼ ବହୁତ ମାନେ ପ୍ରଶାସନ କଳ ବି ତା ଦେହରେ ହାତ ଅଛି। ତାଙ୍କୁ ସ୍ୱତନ୍ତ୍ର ତାକୁ ଟୋଟାଲ ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ଖାଲି ତଦନ୍ତ ନୁହେଁ, ସିବିଆଇ ନୂଆ ସରକାରଙ୍କୁ ଆମର ବିଶେଷ ଅନୁରୋଧ, ତାକୁ ସିବିଆଇ ଲଗାଯାଉ। ସିବିଆଇ ଲଗାଇ ପୁରା ଟୋଟାଲ ତଦନ୍ତ କରାଯାଉ। କ୍ୱାର୍ଟର ଭିତରେ ଏତେ ଜିନିଷ କ'ଣ ପାଇଁ କରାହେଲା? କ୍ୱାର୍ଟର ତମର ନୁହେଁ, କ୍ୱାର୍ଟର ହେଉଛି ଗଭର୍ଣ୍ଣମେଣ୍ଟର, କ୍ୱାର୍ଟର ହେଉଛି ଆମର ପବ୍ଲିକଙ୍କର। ତମେ ତ ରହିଛ, ତା ଭିତରେ ରହିବ। 5 ବର୍ଷ ପରେ ତମେ କୁଆଡ଼େ ଯିବ ତମର ସତ୍ତା ବି ରହିବନି। କିନ୍ତୁ ତମେ କ'ଣ ପାଇଁ ଏତେ ବଡ଼ ଆଧିପତ୍ୟ ଜାହିର କରିଥିଲ? ଆଉ ସିଏ ତ ସରକାର ରହିବ ଅଲଗା କଥା, ସେ ଜାଣିନାହାନ୍ତି। ପାୱାର ଗଲା ପରେ କେହି କାହାକୁ ପଚାରନ୍ତି ବୋଲି ଜାଣିବା ଦରକାର।